ଜୟ ଜଗନ୍ନାଥ ସାଙ୍ଗମାନେ। ତ ଦେଖନ୍ତୁ ଓଡ଼ିଶା ପୁଲିସ ନିଯୁକ୍ତି ଯୋଉଟାକି ସମସ୍ତଙ୍କର ଅପେକ୍ଷା ଯେଉଁ ଜିଲ୍ଲା କନେଷ୍ଟବଳକୁ। ତ ତା ରିଗାର୍ଡ଼ିଂ ମୁଁ କହିବି ନୋଟିଫିକେସନ୍ ଡେଟ୍ ଆପ୍ରୋକ୍ସିମେଟ୍ ଆମର 4800 ପଦବୀ ଆସିବା ପାଇଁ ଯାଉଛି। କେବେ ଆସିବା ପାଇଁ ଯାଉଛି ଆଉ କାହିଁକି ଏପର୍ଯ୍ୟନ୍ତ ଆସିନଥିଲା, ତ ସମ୍ପୂର୍ଣ୍ଣ ଡିଟେଲ୍ସ ଏ ଭିଡ଼ିଓ ମାଧ୍ୟମରେ ଜଣେଇବି। ଆଉ ସିଓର ହେଇକି ରହିବେ, ଗୋଟିଏ ଭିଡ଼ିଓ ମାଧ୍ୟମରେ ଟୋଟାଲ୍ ସିଓର ହେଇକି ରହିବେ ହେଲା। ଆଉ ଆପଣମାନେ ପ୍ରିପାରେସନ୍କୁ କଣ୍ଟିନ୍ୟୁ ରଖିବେ। ଓକେ, ଭିଡ଼ିଓଟି କଣ୍ଟିନ୍ୟୁ ଦେଖନ୍ତୁ। ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯାହା ବି ଅପଡ଼େଟ୍ ଆସେ ସର୍ବପ୍ରଥମେ ଏ ଚ୍ୟାନେଲ ମାଧ୍ୟମରେ ଦେଖିବା ପାଇଁ ପାଇବେ। ଓକେ, ଯିବା ଡିଟେଲ୍ସ ଉପରକୁ। ତ ତା ପୂର୍ବରୁ ଟିକେ ଗୋଟେ ଲଗା ସମସ୍ତେ ଲାଇକ୍ କରି ରଖନ୍ତୁ, କାହିଁକି ନା ଆପଣମାନଙ୍କ ପାଇଁ ଗୋଟେ ଖୁସିର ଖବର ଯେଉଁଟାକି ଜିଲ୍ଲା କନେଷ୍ଟବଳର ଆସ୍ପିରାଣ୍ଟ ଯେଉଁମାନେ ଅଛନ୍ତି। ଓକେ, ତ ଦେଖନ୍ତୁ ଆମର ଟୋଟାଲ୍ ଓଡ଼ିଶାରେ ପାଖାପାଖି 3 ଲକ୍ଷ ପିଲା ଆସ୍ପିରାଣ୍ଟ ଥିବେ ଜିଲ୍ଲା କନେଷ୍ଟବଳର, 3 ଲକ୍ଷରୁ 3.5 ଲକ୍ଷ। କିନ୍ତୁ ମୋର ଭିଡ଼ିଓ ଗୋଟେ ଭ୍ୟୁ ଯାଉଛି 3000 3.5 ବହୁତ ଭଲ। କିନ୍ତୁ ଆପଣମାନଙ୍କର ଲାଇକ୍ ଆଉ ଆପଣମାନଙ୍କର ଯେଉଁ ସବସ୍କ୍ରାଇବ୍ ସେଇ ଅନୁସାରେ ଆସୁନି। ତ ସେଥିପାଇଁ ଗୋଟେ ଲେଖା ଲାଇକ୍ କରି ରଖନ୍ତୁ। ଆଉ ଯେଉଁମାନେ ଜିଲ୍ଲା କନେଷ୍ଟବଳକୁ ଆପଣମାନେ ଭଲ ପାଉଛନ୍ତି ନିହାତି ଭାବେ ଗୋଟେ ଲେଖା ଲାଇକ୍ କରି ରଖନ୍ତୁ। ଓକେ, ଯିବା ଡିଟେଲ୍ସ ଆଲୋଚନା କରିବା। ଆଉ ଦେଖନ୍ତୁ ଆପଣମାନେ ସମସ୍ତେ ପ୍ରିପାରେସନ୍ କରନ୍ତୁ, ଯେଉଁଟାକି ସିଲାବସ୍ କମ୍ପ୍ଲିଟ୍ କରି ରଖନ୍ତୁ, କାହିଁକିନା ବହୁତ ଶୀଘ୍ର ଆପଣମାନଙ୍କର ଏକ୍ଜାମ୍ ସାରିଦେବ ନୋଟିଫିକେସନ୍ ଆସିଲା ପରେ। ଓକେ, ଆଉ ଯେଉଁମାନେ ସିଲାବସ୍ ସରିଛି ସେମାନେ ମକ୍ ଟେଷ୍ଟରେ ଜଏନ୍ ହେଇକି ମକ୍ ଟେଷ୍ଟ ପ୍ରାକ୍ଟିସ୍ କରିପାରିବେ। ମାତ୍ର 98 ରହୁଛି ପ୍ରାଇସ୍ ଆମର ଗ୍ରୁପ୍ରେ। ଆପଣମାନେ ଜଏନ୍ ହେଇକରି ମକ୍ ଟେଷ୍ଟ PDF ଫର୍ମାଟ୍ରେ ଆପଣମାନେ ପ୍ରାକ୍ଟିସ୍ କରିପାରିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏଇ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିକି ଜଏନ୍ ହେଇପାରିବେ। ଓକେ, ତ ସେଥିରେ ଆପଣମାନଙ୍କର ବହୁତ ସାରା ଇମ୍ପୋର୍ଟାଣ୍ଟ ନୋଟ୍ସ ଗୁଡ଼ା ପାଇବେ। ଓକେ, ଯିବା ଡିଟେଲ୍ସ ଉପରକୁ। ତ ଦେଖନ୍ତୁ କାହିଁକି ଆସିନଥିଲା ଆପଣମାନଙ୍କର ଜିଲ୍ଲା କନେଷ୍ଟବଳ ବର୍ତ୍ତମାନ ଡେଟ୍ରେ। ତ ବହୁତ ପିଲାଙ୍କର ବହୁତ କମେଣ୍ଟ ଆସିଲାଣି, ବର୍ତ୍ତମାନ ମେସେଜ୍ ଆସିଲାଣି ଯେ ଏବେ ଆସିବନି, ଇଲେକ୍ସନ୍ ଯାଇକରି ଆମର ML ଇଲେକ୍ସନ୍ ଆଡ଼ିକି ଆସିବ। ତ ଦେଖନ୍ତୁ ଭ୍ରାନ୍ତ ଧାରଣାରୁ ଆପଣମାନେ ଦୂରେଇ ରୁହନ୍ତୁ। ଓକେ, ମୁଁ ଯେଉଁଟା କହୁଛି ଆପଣମାନେ ଟିକେ ଆପଣମାନେ ନିଜେ ସେମିତି ହିଁ ଭାବନ୍ତୁ, ତାପରେ ଆପଣମାନେ ଜାଣିପାରିବେ ନିଯୁକ୍ତି କେବେ ଆସିପାରିବ। ଦେଖନ୍ତୁ ଆପଣମାନେ ସମସ୍ତେ ଏଜୁକେଟେଡ୍ ରହିଛନ୍ତି। ତ ଦେଖ ଆମର ପୂର୍ବରୁ ଆମେ ସିଓର ହେଇକି ଥିଲେ କି 2025ରେ ରିକ୍ରୁଟମେଣ୍ଟ ଆସିବ, କାହିଁକିନା ଆମର ଯେଉଁ ପୂର୍ବ ନୋଟିସ୍ ଥିଲା ସରକାରଙ୍କର ଯେ ଆପଣମାନଙ୍କର 2025 ପାଇଁ ଜିଲ୍ଲା କନେଷ୍ଟବଳର 3 ବର୍ଷ ଏଜ୍ ରିଲାକ୍ସେସନ୍ ଆଡ଼ଭାନ୍ସରେ ସେ ମାନେ ରୁଲ୍ରେ ଆଡ଼୍ କରିଦେଇଥିଲେ। ତ ଏଥିରୁ ଆମେ ସିଓର ହେଇକି ରହିଲେ କି ଆମର ଯେମିତି ନା ଯାଇକି ଡିସେମ୍ବର 2025 ଭିତରେ ହିଁ ଆମର ରିକ୍ରୁଟମେଣ୍ଟ ଆସିବ। କିନ୍ତୁ ଦେଖନ୍ତୁ ଆପଣମାନଙ୍କର ଭାଗ୍ୟର ବିଡ଼ମ୍ବନା, SI ନିଯୁକ୍ତିର ଦୁର୍ନୀତି। ତ SI ନିଯୁକ୍ତିର ଦୁର୍ନୀତି ଏମିତି ଥିଲା, ଆପଣମାନେ ସେଇଟାକୁ ପ୍ରଭାବିତ କରିଲା, ଯେଉଁଟାକି ଆମେ ଭାବିଲେ ହଁ ଆଉ କିଛିଟା ଦିନ ଆପଣମାନଙ୍କର ଲେଟ୍ ହେଇଯିବ, ଯେହେତୁ ଗୋଟେ ଦୁର୍ନୀତି ଧରା ପଡ଼ିଛି, ସେଇଟା ଇନଭେଷ୍ଟିଗେସନ୍ ତାପରେ ଧରାପଡ଼ିବ। କିନ୍ତୁ ଦେଖିଲା ଖୁଦ୍ ଯିଏ ବି ପରୀକ୍ଷା ସଂସ୍ଥା ରହୁଛନ୍ତି ତାଙ୍କର ବି ମେମ୍ବର ସେଥିରେ, ଆପଣମାନେ ଯିଏ ଯେଉଁ ରିକ୍ରୁଟମେଣ୍ଟ ବୋର୍ଡ଼ର ତାଙ୍କର ମେମ୍ବର ବି ସେଥିରେ ଇନକ୍ଲୁଡ଼ ରହୁଛନ୍ତି। ତ ଯାହାଫଳରେ କି ବୋର୍ଡ଼ଟାକୁ ବି ଭାଙ୍ଗିବା ପାଇଁ ପଡ଼ିଲା। ତ ଦେଖନ୍ତୁ ଲେଟ୍ ହେବାର କାରଣ ଏହା ନୁହଁ କି ଇଲେକ୍ସନ୍ ପାଇଁ ସେଇଟା ବନ୍ଦ ଅଛି, ହେଲେ ଆପଣମାନଙ୍କର ଏଇଟା ଭ୍ରାନ୍ତ ଧାରଣା। ଓକେ, ଯେହେତୁ ରିକ୍ରୁଟମେଣ୍ଟ ବୋର୍ଡ଼ ଭଙ୍ଗା ହେଲା, ଗୋଟେ ନୂଆ ତିଆରି ହେଲା, ତ ତା ପାଇଁ ବି ରିକ୍ରୁଟମେଣ୍ଟ ଆମର ବିଳମ୍ବ ହେଇଗଲା। କିନ୍ତୁ ସରକାର ରିକ୍ରୁଟମେଣ୍ଟର ଯେଉଁ ପ୍ରୋସେସ୍ଟା କେବେଠୁ କମ୍ପ୍ଲିଟ୍ କଲାଣି ଆପଣମାନେ ଦେଖିଥିବେ। ଲାଷ୍ଟ ନୋଟିସ୍ ଆପଣମାନଙ୍କର ମେ ବି ଥିଲା ସେପ୍ଟେମ୍ବର କି ଅକ୍ଟୋବର ମାସରେ ଆପଣମାନଙ୍କର ଥିଲା। ଓକେ, ସେପ୍ଟେମ୍ବର ମାସରେ ମେ ବି ଥିଲା। ତ ସେବେଠୁ ଆପଣମାନଙ୍କର ସରି ଅଗଷ୍ଟ ମାସରେ ଥିଲା ବୋଧେ, ସେବେଠୁ ଆପଣମାନଙ୍କର ରିକ୍ରୁଟମେଣ୍ଟ ପ୍ରୋସେସ୍ ସରିକି ହିଁ ଅଛି। ଯେହେତୁ ରିକ୍ରୁଟମେଣ୍ଟ କରିବା ପାଇଁ ବୋର୍ଡ଼ ହିଁ ନାହିଁ, ରିକ୍ରୁଟମେଣ୍ଟ ଆସିଥାନ୍ତା କୁଆଡ଼ୁ, ଯେହେତୁ ଆପଣମାନଙ୍କର ଯେଉଁ OPRBକୁ ଭାଙ୍ଗି ଦିଆଯାଇଥିଲା। ଓକେ, ତ ଛାଡ଼ନ୍ତୁ ସେସବୁ, ସେଥିପାଇଁ ବିଳମ୍ବ ଥିଲା। ଏମିତି ନୁହଁ କି ଆପଣମାନଙ୍କର ଆଗକୁ ଯେଉଁ ଇଲେକ୍ସନ୍ ପାଇଁ ହିଁ ସେଇଟା ରହୁଛି, ସେମିତି ନୁହଁ। ଆପଣମାନେ କ୍ଲିଅର୍ ହେଇ ରୁହନ୍ତୁ ଯେ ରିକ୍ରୁଟମେଣ୍ଟ ଆସିଯିବ। କେବେ ଆସିବ ମୁଁ ଆପଣମାନଙ୍କୁ ଜଣାଇବି। ଆଉ ଯେହେତୁ ବୋର୍ଡ଼ ଆମର ଗଠନ ସରିନଥିଲା, ତ ରିକ୍ରୁଟମେଣ୍ଟ ସେମିତି ଓହଳିକି ଥିଲା ଆପଣମାନଙ୍କର ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ବୋର୍ଡ଼ ଗଠନ ସରିଛି, ଆପଣମାନଙ୍କର ରିକ୍ରୁଟମେଣ୍ଟ ଆସିବାର ସମୟ ଆସିଯାଇଛି, ଯେଉଁଟାକି ବାଟ ପୁରା ମେଲା ହେଇସାରିଛି। ଓକେ, ତ ଏବେ ପଏଣ୍ଟ ଉପରକୁ ଆସିବା। ତ ସମସ୍ତଙ୍କ ମନରେ କ୍ୱେଶ୍ଚିନ୍, ଏବେ ଯେଉଁ ଆପଣଙ୍କର ରିକ୍ରୁଟମେଣ୍ଟ ଆସିବ ତା ଦେହରେ ଏଜ୍ କେମିତି ଦେବ। ତ ଦେଖନ୍ତୁ ଯେହେତୁ ଗୋଟେ ଆପଣମାନଙ୍କର ଗୋଟେ ଆମେଣ୍ଡମେଣ୍ଟ ପାସ୍ ପାଇଁ ଆପଣମାନଙ୍କର ପ୍ରୋସେସ୍ ତାଙ୍କର ବହୁତ ବୈଠକ ରହେ। ଯେହେତୁ ଗୋଟେ ଆମେଣ୍ଡମେଣ୍ଟ ପାସ୍ ହେଇଛି 2025 ପାଇଁ 3 ବର୍ଷ ରିଲାକ୍ସେସନ୍ ଦିଆଯିବ, ତ ଆପଣମାନଙ୍କର ଏଜ୍ କାଉଣ୍ଟ କରିବ ହିଁ। ମନେକର 2026ରେ କଲେ ମଧ୍ୟ ବି ଆପଣମାନଙ୍କୁ 3 ବର୍ଷ ଏଜ୍ ରିଲାକ୍ସେସନ୍ ଦେବ। 2025 ମାନେ ନୁହଁ, ଆପଣମାନଙ୍କର 26 ଆସିଲେ ସେଇଠୁ ହିଁ ଏକ୍ସଟ୍ରା 3 ବର୍ଷ ଏଜ୍ ରିଲାକ୍ସେସନ୍ ଦେବ। ଏଇଟା ପୁରା କନଫର୍ମ ହେଇକି ରୁହନ୍ତୁ ହେଲା।
ଏମିତି ନୁହଁ କି 25ରେ ଆସିଥିଲା ପିଲା 25ରୁ ଦେବ, ସେମିତି ନୁହଁ। 26ରେ ଆସିଲା ମନେକର ଏଜ୍ 2026ରେ ଆପଣମାନଙ୍କ ରିକ୍ରୁଟମେଣ୍ଟ ଆସିଲା, ଜାନୁଆରୀ 2026 1କୁ ଆପଣମାନଙ୍କୁ ଏଜ୍ କାଉଣ୍ଟ କରାଯିବ, ତା ବାଦେ ଆପଣମାନଙ୍କର ଏକ୍ସଟ୍ରା 3 ବର୍ଷ ଏଇ 26 ଟୁ ଏଜ୍ ଦିଆଯିବ। ଏଇଟା ହେଲା ଆପଣମାନଙ୍କର ଏଜ୍ କ୍ଲିଅର ହେଇକି ରୁହନ୍ତୁ। ଆଉ ପଦବୀ ସଂଖ୍ୟା ଆପଣମାନଙ୍କର ନିହାତି ଭାବରେ ଆପଣମାନଙ୍କର ପଦବୀ ବଢ଼ିକି ଆସିବ, ବହୁତ ପଦବୀ ବଢ଼ିକି ଆସିବ। ଯାହା ବି ସୂଚନା ମିଳିଛି ପୂର୍ବରୁ ଆପଣମାନେ ଜାଣିଥିଲେ ଯେଉଁଟାକି 42,4219 ପଦବୀ, ସେତିକି ନୁହଁ ତାଠାରୁ ବହୁତ ଅଧିକ ପଦବୀ ଆପଣମାନଙ୍କର ଆଡ଼୍ ହେଇକି ଆସିବ। ଯେମିତିକି ମୁଁ କହିଛି ଆପ୍ରୋକ୍ସିମେଟ୍ 4,800 ମାନିକି ଚାଲନ୍ତୁ, ଓକେ। ମେ ବି ଅଧିକ ଆସିପାରେ। ତ ଏଇଟା ରହିଲା ଆପଣମାନଙ୍କ ପଦବୀ, ଆପଣମାନଙ୍କର ଏଜ୍ ଜାଣିଗଲେ। ଏବେ ନୋଟିଫିକେସନ୍ ଡେଟ୍ କେବେ ରହୁଛି ଆପଣମାନଙ୍କ ମନେ ଅଛି? ତ ଏଇଟା ସିଓର ହେଇକି ରୁହନ୍ତୁ, ଆପଣମାନଙ୍କର ଏପ୍ରିଲ ମାସରେ ନୋଟିଫିକେସନ୍ ଆସିବା ପାଇଁ ହିଁ ଯାଉଛି। ଏଇଟା ପୁରା ସିଓର ହେଇକି ରୁହନ୍ତୁ। ଆଉ ଏଇଟା 100% ଆପଣମାନଙ୍କର ଆସିବ ଏପ୍ରିଲ ମାସରେ, ଓକେ। ନୋଟିସ୍ ଆସିଲେ ଆପଣମାନଙ୍କୁ ଏପ୍ରିଲ ମାସରେ, ଆପଣମାନେ ଜାଣିଛନ୍ତି ଓଡ଼ିଶା ପୁଲିସର 20 ଦିନ ଫର୍ମ ଆପ୍ଲାଏ ପାଇଁ ଟାଇମ୍ ଦିଏ। ତ ସେଇ ଅନୁସାରେ 20 ଦିନ ସରିଲା ପରେ ଆପଣମାନଙ୍କର ସେଇଠୁ ଗଣିକି ଗୋଟେ ମାସ ପରେ ଆପଣମାନଙ୍କର ଏକ୍ଜାମ୍ ହେବ, ଓକେ। ଏମିତିକି ମାନି ଚାଲନ୍ତୁ ଆପଣମାନଙ୍କର ଏପ୍ରିଲ ମାସରେ ବାହାରିଲେ ଆପଣମାନଙ୍କର ଜୁନରେ ଏକ୍ଜାମ୍ ହେଇଯିବ। ତାପରେ ଆପଣମାନଙ୍କର ବର୍ଷା ଋତୁ ଚାଲିଥିବ, ଆପଣମାନଙ୍କର ଫିଜିକାଲ୍ କଣ୍ଡକ୍ଟ ହେବ, ଓକେ। ଏଟା କ୍ଲିଅର ହେଇକି ରହିଲେ ତ ଏଇ ସିଡ୍ୟୁଲ୍ ଅନୁସାରେ ଆପଣମାନଙ୍କର ସବୁ ରହିବ। ଆଉ ଏଇଟା 3ରୁ 4 ମାସ ଭିତରେ ଆପଣମାନଙ୍କର ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ ହେବ, ଯେଉଁଟାକି ଆପଣମାନେ ଏଇ 2026ରେ ଆପଣମାନଙ୍କର ନିଜର ଡ୍ୟୁଟିରେ ଥିବେ, ଓକେ। ଏତିକି କ୍ଲିଅର ହେଇକି ରହିଲେ। ତାପରେ ରହିଲା ଗୋଟେ କଥା OISF। ତ ଦେଖନ୍ତୁ OISF ଏବେ ଆସିବାର ନାହିଁ। ଡିଷ୍ଟ୍ରିକ୍ଟ କନେଷ୍ଟବଳର ଆପଣମାନଙ୍କର ରିକ୍ରୁଟମେଣ୍ଟର ସବୁ ପ୍ରୋସେସ୍ ସରିଲା ପରେ OISF ଆସିବ। ତ ବହୁତ କମ୍ ଚାନ୍ସ ଅଛି ଆପଣମାନଙ୍କର ଡିସେମ୍ବର ଭିତରେ ଆସିବାର, ଓକେ। ଏଇ ବର୍ଷ ଆସିବାର ବହୁତ କମ୍ ଚାନ୍ସେସ୍ ଅଛି। ତ ସେଥିପାଇଁ ଆପଣମାନେ ପ୍ରିପାରେସନ୍ କରନ୍ତୁ, ଯେଉଁମାନଙ୍କର ଏଜ୍ ରହୁଛି ପ୍ରିପାରେସନ୍ କରନ୍ତୁ। ଏବେ ଡିଷ୍ଟ୍ରିକ୍ଟ କନେଷ୍ଟବଳ ପାଇଁ ଲାଗିଯାଆନ୍ତୁ, ଓକେ। ବର୍ତ୍ତମାନ ଆପଣମାନଙ୍କର ଫରେଷ୍ଟ ଗାର୍ଡ଼ ଚାଲିଛି, ତାର ବହୁତ ଶୀଘ୍ର ଏକ୍ଜାମ୍ ହେଇଯିବ, ମାସେ 1.5 ମାସ ଭିତରେ। ତାପରେ ପରେ ଆପଣମାନେ ଜିଲ୍ଲା କନେଷ୍ଟବଳ ବି ଏକ୍ଜାମ୍ ଦେଇଦେବେ ସେମ୍ ପାଠ ପଢ଼ିକି। ତ ନିହାତି ଭାବରେ ସମସ୍ତେ ପ୍ରିପାରେସନ୍ କରନ୍ତୁ। ଆଉ ବର୍ତ୍ତମାନ ସବୁ ବାଟ ଫିଟି ଯାଇଛି ଆପଣମାନଙ୍କର ଜିଲ୍ଲା କନେଷ୍ଟବଳ ରିକ୍ରୁଟମେଣ୍ଟ ଆସିବା ପାଇଁ। ଆପଣମାନଙ୍କର ଖାଲି ଗୋଟିଏ ବାଟ ରହିଲା ଯେ ନିଜକୁ ପ୍ରସ୍ତୁତ କରିବାର। ତ ନିଜେ ଯେମିତି ପ୍ରସ୍ତୁତ କରିବେ ଆପଣମାନେ ସେଇ ଅନୁସାରେ ଚାକିରି ପାଇବେ। ତ ବହୁତ ସାରା ପଦବୀ ଆସିବ। ତ ଏମିତି ବି ରହୁଛି ଆପଣମାନଙ୍କର ଜିଲ୍ଲା ୱାଇଜ୍ ଯେଉଁ ଆପଣମାନଙ୍କର ରହୁଛି ଭ୍ୟାକେନ୍ସି, କେଉଁ ଜିଲ୍ଲାରେ କମ୍ ବେଶୀ ରହୁଛି ସେଇ ଅନୁସାରେ ଆପଣମାନଙ୍କର ଲକ୍ ଉପରେ କଥା। କିନ୍ତୁ ଆପଣମାନେ ପ୍ରିପାରେସନ୍ ଜାରି ରଖନ୍ତୁ, ଭଲସେ ପ୍ରିପାରେସନ୍ କରନ୍ତୁ। ଆଉ ଗୋଟେ ପଦବୀ 2026ରେ ନିଜର ନେଇକି ଯାଆନ୍ତୁ। ଆଉ 2026ରେ ଆସିବନି ଏଇଟା ଭୁଲି ଯାଆନ୍ତୁ, ଆସିବାଟା ହିଁ ଆସିବ ଆପଣମାନଙ୍କର ଏପ୍ରିଲ ମାସରେ ହିଁ ଆସିବ, ଓକେ। ତ ଏତିକି ଥିଲା। ଯଦି ଇନଫର୍ମେସନ୍ଟି ଭଲ ଲାଗିଛି ନିହାତି ଭାବରେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ଡେଫିନେଟଲି ସବସ୍କ୍ରାଇବ୍ କରି ରଖନ୍ତୁ, ଓକେ। ଆଉ ଯେଉଁମାନେ ଆପଣମାନଙ୍କ ସାଙ୍ଗମାନେ ଆସ୍ପିରାଣ୍ଟ ଅଛନ୍ତି ତାଙ୍କ ପାଖକୁ ଭିଡ଼ିଓଟି ସେୟାର କରନ୍ତୁ।